ଅଜଣା ଅଛି ନା ଝିଅ ସହ ମୋ ଜୀବନଟାକୁ ଛନ୍ଦିଦେଲ। ଯାହାକୁ ମୁଁ ଚିହ୍ନିଲି କି ଜାଣିନି ସାରା ଜୀବନ ସଂସାର କରିବି କେମିତି? ଆରେ ତାକୁ ତୁ ଚିହ୍ନି ନେଉ କି ଜାଣିନୁ, ବିବାହର ପରେ ତୁ କଣ ତା ସାଙ୍ଗେ କଥାବାର୍ତ୍ତା ହବୁନି? ତତେ ସେୟାର କରିବୁ, ସିଏ ବି ତତେ ସେୟାର କରିବ, ଉଭୟ ତା ଉପରେ ଚିହ୍ନା ପରିଚୟ ହେଇଯିବ। କିଛି ଅସୁବିଧାଟା କଣ ରହିଲା? ତଥାପି ମୋ ମନ କହୁଛି ଆପଣ ଯେମିତି କିଛି ଭୁଲ ନିଷ୍ପତ୍ତିରେ ଭୁଲ ନିଷ୍ପତ୍ତି ନେଇନି। ମୁଁ ଯାହା ନିଷ୍ପତ୍ତି ନିଏ ସବୁ ଠିକ ନିଷ୍ପତ୍ତି ନିଏ। କଥା ଟିକେ ପଚାରି ପାରିଥାନ୍ତେ। ଆରେ ମୁଁ ଭଲ ଭାବରେ ଜାଣିଛି ମୋ ପୁଅ କେବେ ମୋ କଥାରୁ ଓହରି ଯିବନି, ତେଣୁ ମୁଁ ପଚାରିବାକୁ ମନେ କଲିନି, ତାପରେ ସମୟ ବି ନଥିଲା। ଆରେ ବିବେକ, ଆଜି ତୋର ବାସର ରାତି। ମୁଁ ଆଶୀର୍ବାଦ କରି ଯାଉଛି ତମ ଦାମ୍ପତ୍ୟ ଜୀବନ ସୁଖମୟ ହେଉ। ଓ ମାଇ ଗଡ୍, ଆଜି ପରି ଦିନରେ ଗୋଟେ ଅଜଣା ଅଛି ନା ଝିଅ ସହ ଗୋଟିଏ ଛାତ ତଳେ ଗୋଟିଏ ଘରେ କେମିତି ମୁଁ ରାତି କଟେଇବି? କ୍ଷୀର ନିଅନ୍ତୁ। ହଁ, ସେଇଠି ରଖିଦିଅ। ଆଚ୍ଛା, ମୁଁ କଣ କହୁଥିଲି କି କୁହନ୍ତୁ। ଆଜି ହଉଛି ଆମ ଦାମ୍ପତ୍ୟ ଜୀବନର ପ୍ରଥମ ରାତି। ଆଉ କେଇଟା ମୁହୂର୍ତ୍ତ ପରେ ଆମେ ପରସ୍ପର ଭିତରେ ହଜିଯିବା। ତା ପୂର୍ବରୁ ମୋର ତୁମ ବିଷୟରେ ସବୁ କଥା ଜାଣିବାଟା ଆବଶ୍ୟକ ନା? ହଁ, ଆପଣ ଠିକ କହିଛନ୍ତି। ମୁଁ ବି ଆପଣଙ୍କୁ ସବୁ କଥା କହିଦେବି, ହେଲେ ଯଦି ନ କହିବି ତାହେଲେ ଭବିଷ୍ୟତ ଆପଣଙ୍କୁ ତାତ୍ସଲ୍ୟ କରିବ। କିନ୍ତୁ ଗୋଟେ କଣ୍ଡିସନରେ ମୁଁ ଆପଣଙ୍କୁ ସବୁ କଥା କହିବି। କଣ୍ଡିସନ ପୁଣି କଣ? ଆପଣ ଏକଥା ଆପଣଙ୍କ ବାପାଙ୍କୁ କହିବେନି, ତା ନହେଲେ ମୋ ଜୀବନ ପ୍ରତି ବିପଦ ଅଛି। ଆରେ ସେ ଭରସା ମୋ ଉପରେ ରଖ। ଆମ ଭିତରେ ହେଉଥିବା ସମସ୍ତ ଆଳାପ ଆଲୋଚନା ଆମ ଭିତରେ ରହିବ। ଏ ଘରର ଚାରିକାନ୍ଥ ଦେଇ କସ୍ମିନ୍ କାଳେ ବାହାରକୁ ଯିବନି। ପ୍ରଥମେ କୁହ, ତୁମେ ମତେ ବିବାହ କରି ଖୁସି ତ? ଯଦି ଆଜି ବଣ୍ଟି ବଞ୍ଚିଥାନ୍ତେ ତାହେଲେ ମୁଁ ଆପଣଙ୍କ ସମ୍ପର୍କ ହିସାବରେ ହେଇଥାନ୍ତି, ଆପଣଙ୍କ ଭାଇ ବୋହୂ। ହଁ ବାବୁ, ତା ମାନେ ମୁଁ ହଉଛି ବଣ୍ଟିଙ୍କ ପ୍ରେମିକା। ସେମାନେ ମୋ ଆଖି ସାମ୍ନାରେ ବଣ୍ଟିକୁ ମାରିଦେଲେ। ମୁଁ କିଛି କରିପାରିଲିନି, କେବଳ ନିରୀପାଇ ଭଳିଆ ଚିତ୍କାର କରିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ। ହେ ଭଗବାନ, ଆଜି ରାତିଟା ମୋ ପାଇଁ କି ଅଗ୍ନି ପରୀକ୍ଷାର ସମୟ। ନିଜ ସାନ ଭାଇର ପ୍ରେମିକା ହବ ମୋ ବାସର ରାତିର ନବବଧୂ। ଦେଖନ୍ତୁ, ଆପଣ ଯଦି ମତେ ଜୋର ଜବରଦସ୍ତି କରି ବେଡକୁ ନେଇଯିବେ ତାହେଲେ ହୁଏତ ମୁଁ ଆଜି ରାତିଟା ଆପଣଙ୍କ ବେଡ ପାର୍ଟନର ହେଇଯିବି, କିନ୍ତୁ ଏ ମନଟା ମୁଁ କେବେ ଆପଣଙ୍କୁ ଦେଇପାରିବି। ଏଇ ବିନ୍ଦିଆ, ମୁଁ କାମୁକ ପୁରୁଷ ନୁହେଁ ରେ ଯେ ନିଜ ସାନ ଭାଇର ପ୍ରେମିକ ସହ ବାସର ରାତି କାଟିବ। ତାମାନେ ଆପଣଙ୍କ ସବୁ କଥା ଆପଣଙ୍କ ବାପାକୁ କହିଦେବେ, ସିଏ ମତେ ଗୋଟେ ଘରୁ ଧକ୍କା ମାରି ବାହାର କରିଦେବେ। ନା, ଏ ପ୍ରତିଶ୍ରୁତି ଦେଇଛି ପରା, ପ୍ରତିଶ୍ରୁତିରୁ ଓହରି ଯିବି କେମିତି? ତାପରେ ତମେ ହଉଛ ମୋ ସାନ ଭାଇର ସ୍ମୃତି। ଆମ ପରି ତୁମେ ବି ତା ବିନା ଭାଙ୍ଗି ପଡିଥିବ। ଏ ସମୟରେ ତୁମର ସୁରକ୍ଷା ଦେବା ମୋର କର୍ତ୍ତବ୍ୟ। ଆପଣ ଏ ଭାବୁଛନ୍ତି ନା ଗୋଟେ ଅଭିଶପ୍ତ କାଳଗ୍ରହ ଆପଣଙ୍କ ଜୀବନରେ ଚାଲି ଆସିଲା, ଆପଣଙ୍କ ଜୀବନରେ ଅମାବାସ୍ୟାର ଅନ୍ଧାର ଭରିଦେଲା। ତମେ ସେମିତି କାହିଁ ଭାବୁଛ? ମୁଁ ତ ଆଜି ଭାବୁଛି ଏ ପାପ ସହର ଭିତରେ ମତେ ପୁଣ୍ୟ କରିବାର ସୁଯୋଗ ମିଳିଛି, ଆଉ ଏ ସ୍ୱାର୍ଥପର ଦୁନିଆ ଭିତରେ ମତେ ମଣିଷ ପଣିଆ ଦେଖାଇବାର ମୌକା ମିଳିଛି। ଦେଖନ୍ତୁ, ରାତି ଅନେକ ହେଲାନି, ଆପଣ ଶୋଇବେ ଯାଆନ୍ତୁ। ଆଉ ତମେ? ମତେ ନିଦ ନାହିଁ। ଆରେ ସେ ଭରସା ମୋ ଉପରେ ରଖ। ଏ ଜାଗା ତମ ପାଇଁ ଏକଦମ ନିରାପଦ। ଏଠି ତୁମର କିଛି ବି ଅସୁବିଧା ହବନି। ଏଠି ତମେ ଖୁସିରେ ରହିବ। ଖୁସି? ମୋ ଜୀବନରେ ଖୁସି ରହିଲା କୋଉଠି? ବଣ୍ଟି ଚାଲିଗଲା ପରେ ମୋ ଜୀବନରେ ସବୁ ଖୁସି ଚାଲି ଯାଇଛି। ମୋ ପାଇଁ କେବଳ ଫଗୁଣ ଅଧିକ, ଶ୍ରାବଣ
କିଏ ତମେ? ମୁଁ ପଚାରୁଛି ପରା କିଏ ତମେ? ମୁଁ ଏକ ଅନ୍ଧାରୀ ମଣିଷ ଯାହାର କାମ এই ଅନ୍ଧାରରେ ଘୁରି ବୁଲିବା। ହେଲେ ତମେ କିଏ? ମୁଁ ପରମାନନ୍ଦ ପାଚସିକ ମଝିଆ ବୋଉ ବିନ୍ଦିଆ। ବିନ୍ଦିଆ? ଅଜଣାରେ ତୁ ଥିଲେ ସପନରେ ଆସି ହୃଦୟରେ କଲୁ ଲଗା ବଣ୍ଟି ତମେ ବଞ୍ଚିଛ। ବଞ୍ଚିଛି? ଆରେ ସେମାନେ ମତେ ମାରି ନଈରେ ଫିଙ୍ଗି ଦେବା ପରେ ଆର ଗାଁର ତ କେଉଟ ଜାଲରେ ଲାଗିଲେ। ସେ କେଉଟ ଜଣକ ମତେ ନୂଆ ଜୀବନ ଦେଇଛି। ହେଲେ ତମେ ମୋ ପ୍ରେମିକାରୁ ଭାଉଜ ପାଲଟି ଗଲ କେମିତି? ପରିସ୍ଥିତି। ସେଦିନ ମୋ ବାପୁ ମତେ ରାଜା ସାହେବ ବଙ୍ଗଳାକୁ ନେଇଗଲା। ଆଉ ସେ ରାଜା ସାହେବ ସେଠି ମତେ କଳଙ୍କିରେ ସଜେଇ ଦେଲା। ସେଥିପାଇଁ ବାତ୍ମଦା କରିବାକୁ ଯାଉଥିଲି। ହେଲେ ତମ ବାପାଙ୍କ ସହିତ ମୋର ବାଟରେ ଦେଖା ହେଲା। ଆଉ ସିଏ ମତେ ବୁଝେଇ ସୁଝେଇ ଏଇ ଘରକୁ ନେଇ ଆସିଲେ। ବାବା କଣ ତମ ବିଷୟରେ କିଛି ଜାଣିନାହାନ୍ତି? ନା, ମୁଁ ତାଙ୍କ ପାଖରେ ସବୁ ମିଛ କହିଛି। ହେଲେ ତମ ମଝିଆ ଭାଇ ସବୁ ସତ କଥା ଜାଣି ସାରିଛନ୍ତି। ହେଲେ ଭାଇ ଏବେ କୋଉଠି? ସିଏ ଆଜି ହଉଛି ଆମ ଚଉଠି। ହେଲେ ତମ ମଝିଆ ଭାଇ ମୋ ବିଷୟରେ ସବୁ କଥା ଜାଣି ସାରିବା ପରେ ଆମ ଖଟ ଅଲଗା ହେଇ ସାରିଛି। ଏକଥା ଯଦି ବାପା ଜାଣିପାରନ୍ତି? ନାଇଁ, ସେ କିଛି ଜାଣିପାରିବେନି। ତମ ଭାଇ ମତେ ପ୍ରତିଶ୍ରୁତି ଦେଇଛନ୍ତି ତମ ବାପାକୁ ସେ କିଛି କହିବେନି। ତମେ ବି ଫେରି ଆସିଛ, ଦେଖିବ ସବୁ କିଛି ଠିକ ହେଇଯିବ। ନା, ମୁଁ ବଞ୍ଚିଛି ଏଇ କଥାଟା ଯେମିତି କେହି ନ ଜାଣନ୍ତି। ତାହେଲେ କେତେ ଦିନ ତମେ ଏମିତି ଲୁଚକାଳି ଖେଳ ଖେଳିବ? ଯେତେ ଦିନ ଯାଏ ମୋ ଟାର୍ଗେଟଟା ପୂରଣ ନ ହେବଟି। ହେଲେ ଗୋଟେ କଥା ଜାଣିଛ? କଣ? ତମେ ଏତେ ଦୂରରେ କାହିଁ ଠିଆ ହେଇଛ? ଏତେ ଦିନ ପରେ ପାଖକୁ ଆସିଛି, ଏତେ ଦୂରରେ ଠିଆ ହେଇଛ। ବହୁତ କାନ୍ଦିଛି। ନଈରେ ପାଣିରେ ପୁଣି ମାଛରା କୁମ୍ପିଛନ୍ତି ପ୍ରବଳ। ଏତେ ପାଖରେ ଆରେ ଆସ, ପାଖକୁ ଆସ। ଆରେ ଆସ। ମନକୁ ତ ମନରେ ମିଶେଇ ଦେଲି ମିଶେଇ ଦେଲି ମୟସୁ ତରାରେ ଲେଖି ମୁଁ ଦେଲି ଲେଖି ମୁଁ ଦେଲି। ତମେ ଗୋଟେ କଥା ଜାଣିଛ? ଯୋଉ ଦିନଠୁ ମୁଁ ସେନ୍ସ ଫେରିଲାନି ନା, ମୁଁ ଖାଲି ସଦାବେଳେ ମୋ ବିନ୍ଦିଆ କଥା ଭାବେ। ମୁଁ କେତେବେଳେ ମୋ ବିନ୍ଦିଆ ପାଖକୁ ଯିବି ଆଉ ବିନ୍ଦିଆ ସହିତ ଟିକେ ଦେଖା କରିବି। କିନ୍ତୁ ଆଜି ଦେଖା କରିଛି, ମତେ ବହୁତ ଖୁସି ଲାଗୁଛି। ବହୁତ ଖୁସି ଲାଗୁଛି, ମତେ ବହୁତ ଖୁସି। ତମେ ପୁଣି ମୋ ଜୀବନ ଫେରି ଆସିବ ଏକଥା ମୁଁ କେବେ ବି ଭାବି ନଥିଲି। ହେଲେ ଆଜି ତମେ ମୋ ପାଖକୁ ଫେରି ଆସିଛ। ମୁଁ ବହୁତ ଖୁସି ଅଛି। ତମକୁ ଆଉ ଅପେକ୍ଷା କରିବାକୁ ପଡିବନି। ଏଣିକି ସବୁଦିନ ରାତିରେ ମୁଁ ଏମିତି ତମକୁ ଲୁଚି ଲୁଚି ଦେଖା କରିବାକୁ ଆସିବି। ଆଜି ହୁଏତ ରାତିଟା ପାହି ଆସିଲାଣି। ରାତି ପାହିବା ପୂର୍ବରୁ ମତେ ସେଇ ନଈ ଆରପଟେ ପହଞ୍ଚିବାକୁ ପଡିବ। ମୁଁ ଆସୁଛି ବିନ୍ଦି, ମୁଁ ଆସୁଛି ମୁଁ। ଭଗବାନ, ସତରେ ତମେ ମୋର ଏତେ ସବୁ ପାପଡ଼ ଏତେ ଏକା ଥରକେ ଫେରେଇ ଦେବ ମୁଁ କେବେ ବି ଭାବି ନଥିଲି। ମୁଁ ଆଜି ବହୁତ ଖୁସି ଠାକୁରେ, ମୁଁ ଆଜି ବହୁତ ଖୁସି। କେବଳ ତମକୁ ଏତିକି ଡାକୁଛି, ତମେ ମୋ ବଟିକି ସାହୁ ଠାକୁରେ, ମୋ ବଟିକି ସାହୁ।